ଶିଶୁ ଅନନ୍ତଙ୍କ ପବିତ୍ର ପୀଠରେ ଗୁରୁଦେବଙ୍କର ପବିତ୍ର ପୀଠରେ ଆଜିର ସନ୍ଧ୍ୟା ସମସ୍ତଙ୍କ ପାଇଁ शुभेच्छा दौछि एवं समस्तंकर मंगल हो यही प्रार्थना आमे समस्ते मनीष किंतु आमरी भितरे देवता अछंती मानव अछंती दानव मध्य अछंती। आज विश्व रे आपण माने जहा जहा घटुची ताकू खाली आपण लक्ष्य टिके करंतु भावंतु यह प्रकृत रे कौन। आज मनीष मनीष को मारी दो एभली कि गोटे छोट छुआ प्रति मध्य मनीषर दया आदौ तापर भल पाइबा भी तेरे से कथा को ये सेवक भावे किभली भावरे से ताकू माइला सी मला बेले कौन कहूला ये ताकू कौन बुझिला ताकू जीवन रु ताकू विदाय देला। ये सब कथा भाविले मो मन भीतर आसे आम शास्त्र केते राक्षस राक्षसुणी ना दिखाई प्रकृत से चरित्र को जदि भल भाव अनुशीलन करा जाए सेमानक भीतर मध्य देवत्व थिला। धरंतु रामायण तारका ये तारकार जो स्वामी ये टिके आज एमती किसी लोक अच्छा गुंडा गुंडा बदमाशी काम करुँच मदिरा पान करुँच मदिरापान करी जहा माने ता करुँच गोटे स्वामी तार मध्य थिला। ऋषि माने जेतेबेले कौन सी भल अनुष्ठान बा यज्ञ करुले कि सेतेबेले जो भावधारा थिला ताकू जेतेबेले करुले सेतेबेले ये बिना निमंत्रण रे पहुंची से यज्ञ कुंड को विषाक्त कर से ऋषि की मध्य मारुला। यही कथा को लक्ष्य करी करी शेष ऋषि माने मिलित भावरे तारकार स्वामी को अभिशाप देले तू ध्वंस है। सेतबेले ऋषि मानकर मध्य सही भली शक्ति थिला से माने सही भलिया साधना भी करुथिले। साधना रे तांकर एकाग्रता भी सही भली रहउथला तो तांकर बाक्सिद्धि हेइथिली से मिछ कहू नथिले तो बाक्सिद्धि होइछि। एई बाक्सिद्धि पाई यदि तारकार स्वामी जो विदाय देला तारकार बयस से बहुत अल्प सी गोटे विप्लविणी नायिका होगला। सी कहला जदि मो स्वामी गोटे दुष्ट प्रकृतिर लोक थिला तेरे ऋषि माने तो भल लोक भल लोक अभिशाप देई जदि जन को ध्वंस कर पारे ताले बर कहीं देले
ତାକୁ ବର ଦେଇକରି ମଧ୍ୟ ଭଲ ମଣିଷ କରିପାରିଥାନ୍ତେ। ସେଇଦିନ ଠାରୁ ତାରକା ସିଏ ମଧ୍ୟ ତାର ସ୍ୱାମୀର କାର୍ଯ୍ୟକୁ ନିର୍ବାହ କଲା, ଅର୍ଥାତ୍ ସାଧୁ ସନ୍ତମାନଙ୍କର ଯଜ୍ଞ ତାଙ୍କର ପବିତ୍ର ଅନୁଷ୍ଠାନକୁ ମାନେ ସେଇଭଳି ଭାବରେ ସବୁ ନଷ୍ଟଭ୍ରଷ୍ଟ କଲା। ଏଇ ତାରକା ବିଶ୍ୱାମିତ୍ରଙ୍କ ଯଜ୍ଞକୁ ବିଶେଷ ଭାବରେ ଆକ୍ରମଣ କରିଛି। ବିଶ୍ୱାମିତ୍ର ଧୈର୍ଯ୍ୟର ସହିତ ଅପେକ୍ଷା କଲେ ଯେ ପ୍ରକୃତରେ ତାରକା କେତେ କ'ଣ କରୁଛି କରୁ, ମୁଁ ତାକୁ ଯଜ୍ଞରେ ବସିଛି, ମୁଁ ତାକୁ ଅଭିଶାପ ଦେଇପାରିବି। ସେ ବହୁତ ଦିନ ପର୍ଯ୍ୟନ୍ତ ଅପେକ୍ଷା କଲେ। ଶେଷରେ ତାରକାର ମୁକ୍ତି କାମନା କଲେ। ସେ ମୁକ୍ତି ତାଙ୍କୁ ଦେବ କିଏ? ତେଣୁ ମୁକ୍ତି ଦେବା ପାଇଁ ସେ ରାଜା ଦଶରଥଙ୍କ ପାଖରେ ପହଞ୍ଚିଲେ। ରାଜା ଦଶରଥଙ୍କ ପାଖରେ ପହଞ୍ଚି ସେ ନିବେଦନ କଲେ ଯେ ମୁଁ ଗୋଟେ ଯଜ୍ଞ କରୁଛି, ସେ ଯଜ୍ଞକୁ ତାରକା ନଷ୍ଟ କରୁଛି, ଆପଣ 2ଟି ପୁଅଙ୍କୁ ପଠାନ୍ତୁ। ଆପଣଙ୍କ 4ଟି ପୁଅ, 2ଟି ପୁଅ ମୋ ସାଙ୍ଗରେ ଯିବେ। ସେ ଯାଇ କ'ଣ କରିବେ ନା ସେ ଯଜ୍ଞଶାଳାକୁ ଖାଲି ଜଗିବେ, ଆଉ ତାରକା ସହିତ ଯୁଦ୍ଧ କରିବେ କି ଯାହା କରିବେ, ଏଇଭଳି କଥା ସେ କହିଲେ। ରାଜା ଦଶରଥ ଯଦିଓ ସେ ପିତୃତ୍ୱ ହୃଦୟର ମଣିଷ, କିନ୍ତୁ ତାଙ୍କ ଭିତରେ ତାଙ୍କ ସନ୍ତାନ ପ୍ରତି ବାତ୍ସଲ୍ୟ ମମତା ବା ମାତୃତ୍ୱ ଜାଗି ଉଠିଲା। ସିଏ ଚିନ୍ତା କରିପାରିଲେନି ବିଶ୍ୱାମିତ୍ରଙ୍କୁ ଯଦି ମୁଁ ନାହିଁ କରିଦେବି, ବର୍ତ୍ତମାନ ବିଶ୍ୱାମିତ୍ର ଯାହା ଚାହିଁବେ ତାହା କରିବେ, ମୁଁ ଧ୍ୱଂସ ହେଇପାରେ। ଯଦି ହଁ କହିବି ତାହେଲେ ପୁଅମାନେ ଯିବେ, ଫେରିବେ କି ନା ତାର କିଛି କହିହେବନି। ଏଇ କଥା ଯେତେବେଳେ ରାଜବାଟୀରେ ଚହଳ ପଡ଼ିଲା, ସେତିକି ବେଳେ କୌଶଲ୍ୟା, କୈକେୟୀ, ସୁମିତ୍ରା 3ଟି ଯାକ ରାଣୀ ବାହାରିକିରି ଆସିଲେ। ସେ ବାହାରିକିରି ଆସି ଗୋଟିଏ କଥା କହିଲେ ପ୍ରଥମେ ଗୁରୁଙ୍କ କଥାକୁ ମାନି ନିଅ। ଗୁରୁ ଯଦି ଅଭିଶାପ ଦିଅନ୍ତି, ସେ ଅଭିଶାପଟା ମୋ ପାଇଁ ବା ମୋ ପୁଅମାନଙ୍କ ପାଇଁ ସେ ଆଶୀର୍ବାଦରେ ପରିଣତ ହେବ। ତେଣୁ ବିଶ୍ୱାମିତ୍ରଙ୍କୁ ମାନେ ନିରାଶ କରି ଫେରେଇ ଦିଅନ୍ତୁ ନାହିଁ। ରାମ ଲକ୍ଷ୍ମଣଙ୍କୁ ଆଶୀର୍ବାଦ ଦେଇ ବିଶ୍ୱାମିତ୍ରଙ୍କୁ ବିଦାୟ ଦିଅନ୍ତୁ। ରାଜା ଦଶରଥ ଦେଖିଲେ ମୋ ରାଣୀମାନେ ବି ଏଥିରେ ବ୍ୟସ୍ତ ନୁହନ୍ତି, ମୁଁ କାହିଁ ବ୍ୟସ୍ତ ହେବି। ତେଣୁ ରାମ ଆଉ ଲକ୍ଷ୍ମଣଙ୍କୁ ସେ ତାଙ୍କ ସହିତ ପଠେଇଲେ। କିନ୍ତୁ ବହୁ ବାଟ ପର୍ଯ୍ୟନ୍ତ ରାମ ଲକ୍ଷ୍ମଣଙ୍କର ସ୍ୱରୂପଟି ମାନେ ଅଦୃଶ୍ୟ ହେବା ପର୍ଯ୍ୟନ୍ତ ରାଜା ଦଶରଥ ସେ ରାସ୍ତା ଉପରେ ଠିଆ ହେଇ ସେଇ ଗୁରୁ ଆଉ 2ଟି ପୁଅଙ୍କୁ ରାମ ଲକ୍ଷ୍ମଣଙ୍କୁ ସେ ଦେଖୁଥିଲେ। ତେବେ ଗୁରୁଙ୍କ ସାଙ୍ଗରେ ଗଲେ, ପାଇଲେ କ'ଣ? ସାଙ୍ଗେ ସାଙ୍ଗେ ରାମ ଲକ୍ଷ୍ମଣଙ୍କୁ ଗୋଟେ ନଦୀ କୂଳକୁ, ସେ ନଦୀର ନାଁଟା ଟିକେ ବିସ୍ମରଣ ହେଉଛି, ଯାହାକୁ ସେ ନଦୀ କୂଳକୁ ନେଲେ, କହିଲେ ଏଠି ସ୍ନାନ କର। ଯେତେବେଳେ ରାମ ଲକ୍ଷ୍ମଣ ସ୍ନାନ କଲେ, ସେ ତାଙ୍କୁ 2ଟି ଅସ୍ତ୍ର ପ୍ରଦାନ କଲେ। ଯେଉଁ ଅସ୍ତ୍ରର ନାଁ ହେଉଛି ଜୟ ଆଉ ବିଜୟ। କେହି ମହାପୁରୁଷ ମାନେ ତାକୁ ଲେଖିଛନ୍ତି ବଳା ଅତିବଳା। ସେ ଗୁରୁଙ୍କ ଠାରୁ ସେ ଅପୂର୍ବ ଜିନିଷକୁ ପ୍ରାପ୍ତ ହେଇ ସେ କହିଲେ ଏଇଟା କ'ଣ ଆମେ କରିବୁ? ସେ ସବୁ କହିଲେ ଏଇଥିପାଇଁ ତୁମେ ମୋ ସାଙ୍ଗରେ ଆସିଛ,
ଆଉ ଏଇ ବାଟ ଦେଇ ଗଲାବେଳେ କେତେ ସାଧୁ ସନ୍ଥମାନଙ୍କର ଆଶ୍ରମ ପଡ଼ିବ। ତେଣୁ ଆମେ ଆମ ଆଶ୍ରମରେ ପହଞ୍ଚିଲା ବେଳକୁ ଆମେ ଅନେକ ସାଧୁ ସନ୍ଥଙ୍କୁ ଦର୍ଶନ କରିବୁ। ଯେମିତି ଆମର କଥାକେ ଲୋକ କହନ୍ତି ଏ ଜୀବ ସାଧୁ ସଙ୍ଗ ବିଣୁ। ତାଙ୍କୁ ଯଦି ପଚାରିବ କେଉଁ ସାଧୁଙ୍କ ସଙ୍ଗ ତୁମେ କରିଛ ଜୀବନରେ, ସେ କହିବ ନାହିଁ ମୋତେ ସମୟ ନାହିଁ, ମୁଁ ସାଧୁ ସଙ୍ଗ କରିବି କ'ଣ। ତେଣୁ ସେ କଥା ଯଦି ତୁମେ କରିନା ତାହେଲେ ବୁଲିକିରି କହୁଛ କାହିଁ। ତେଣୁ ସେଇ ବଳା ଅତି ବଳା ଏ ହେଉଛି ଗୁରୁ କୃପା। ଇଏ ଗୁରୁ କୃପାର ଜୟ ବିଜୟ ନାମକ ସ୍ୱରରେ କେବଳ ତାଡ଼କୀ ମୁକ୍ତି ପାଇନି, ରାବଣ ପର୍ଯ୍ୟନ୍ତ ମୁକ୍ତି ପାଇଛନ୍ତି। ରାବଣ ମଧ୍ୟ ଯେଉଁ ମୃତ୍ୟୁବରଣ କଲା, ଖାଲି ଗୋଟେ ଯୁଦ୍ଧ ହେଲା, ଇଏ ମାରିଦେଲା, ଇଏ କ'ଣ ଆମ ଇଏ ଇରାନ ଆମେରିକା ଯୁଦ୍ଧ ହେଇଛି। ତେଣୁ ସିଏ ମଧ୍ୟ ସେଇ ଶସ୍ତ୍ର ବଳରେ, ଗୁରୁ କୃପା ମହିମା ବଳରେ ସେ ତାକୁ ବି ବିନାଶ କଲେ। ଏବଂ ଗଲାବେଳେ ବହୁ ସାଧୁସନ୍ଥଙ୍କୁ ଦର୍ଶନ କରିଛନ୍ତି। ସାଧୁସନ୍ଥମାନେ ତାଙ୍କୁ ଆଶୀର୍ବାଦ କରିଛନ୍ତି, ଏବଂ ଚିହ୍ନି ପାରିଛନ୍ତି ଇଏ ପ୍ରକୃତରେ ଇଏ ଆମକୁ ଆଶୀର୍ବାଦ ଦେବା କଥା, ଆମେ ଆଉ କ'ଣ ଦେବୁ। ଏଇଭଳି ଭାବରେ ସେ ମାନେ ସର୍ବଶ୍ରେଷ୍ଠ ମଣିଷ ହୋଇ ଉଠିଲେ, ଆଉ ଯିଏକି ତାଙ୍କୁ ଆଜି ଭାରତବର୍ଷ ପୃଥିବୀ ଆଜି ତାଙ୍କୁ ଚିହ୍ନୁଛି ମର୍ଯ୍ୟାଦା ପୁରୁଷୋତ୍ତମ ରାମ। ଏ ହେଉଛି ଗୋଟେ କଥା। ଏଇଠି ଗୋଟେ କଥା କହିଲା ବେଳେ ଗୋଟେ କଥା ମୋର ମନେ ପଡ଼ିଲା। ଏଇଠି ଆମର ଗୋଟେ କୀର୍ତ୍ତନ ଯିଏ ହାରମୋନିୟମ ବଜାଉଛନ୍ତି, ଗୀତ ଗାଉଛନ୍ତି, ତାଙ୍କର ବଡ଼ ଭାଇର ଗୋଟେ ଝିଅ ଜନ୍ମ ହେଇଥିଲା। ଅତ୍ୟନ୍ତ ବୁଦ୍ଧିମତୀ ଏବଂ ଅତ୍ୟନ୍ତ ସୁନ୍ଦର। ତା କଥା ଶୁଣିଲେ ବି ତମର ଯଦି ବ୍ଲଡ଼ ପ୍ରେସର ରୋଗ ହେଇଯିବ ସେ ବି କମିଯିବ। ମୋ ପାଖକୁ ବି ଆସିଛି। ସେ ପିଲାଟାକୁ ମୁଁ ଆଜି ପର୍ଯ୍ୟନ୍ତ ଭୁଲି ପାରେନି। ତାକୁ ଏମିତି ଗୋଟାଏ ବେମାରୀ କ'ଣ ଧଇଲା, ସେ ଶିଶୁ ଭବନ ମେଡ଼ିକାଲ ବିଭିନ୍ନ ତାର ବାପା ଚିକିତ୍ସା କରି ଶେଷରେ ସିଏ ନିଜେ ଗୋଟେ ଆକୁଳ ପ୍ରାର୍ଥନା କଲା ଯେ ମୋତେ ଘରକୁ ନେଇଯାଅ, ଏଠି ଆଉ ରଖନା। କିନ୍ତୁ ଡାକ୍ତରମାନଙ୍କର ନା ଏଇଟା ଦେଇଦେବା ସେଇଟା ଦେଇଦେବା, ଇଞ୍ଜେକ୍ସନ ଏଇ ଶେଷରେ ଦୁନିଆରୁ ସେ ବିଦାୟ ନେଲା। ବିଦାୟ ନେବା ପରେ ସେ ତ ଚିରାଚରିତ କଥା, ଆଉ ସର୍ବେ ଚଳିବେ କାଳ ବଳେ ଯଶ ରହିବ ମହିତଳେ। ଆଉ ତାକୁ ନେଇ ଗୋଟେ ଛୋଟ ପିଲାଟିଏ ତ, ତାକୁ ନେଇ ମୁଁ ଗୋଟେ ମାଟି ଖୋଳିକିରି ପୋତିଲି। ଯେତେବେଳେ ମାଟି ଖୋଳିକିରି ପୋତିକିରି ଘରକୁ ଆସିଲେ, ତାଙ୍କର ଯିଏ ଗାଁର ଯିଏ ଅଡ଼ୋଶୀ ପଡ଼ୋଶୀ ବା ବନ୍ଧୁବାନ୍ଧବ ଥିଲେ, ସେ ପଚାରିଲେ କେଉଁଠି ପୋତିଲ, କ'ଣ କଲ, ତାକୁ ଚିଇଟି କରି ପୋତିଲ ନା ପିଠି ଦେଇକିରି ପୋତିଲ। ଇଏ শুধু করে କ'ଣ ଚିଇଟି କରିକି ପୋତିଲୁ ନା ଏଇଟା ପୋତିଲେ ସେ ନିଶ୍ଚୟ ଆଉ ଜନ୍ମ ହେବନି। ତୁ ଯା ତାକୁ ପୁଣି ଖୋଳିକିରି ତାକୁ ପୁଣି ନଉଟେଇକିରି ପୋତିବ। ଏ କଥା ଯେତେବେଳେ ତାଙ୍କ ଘରେ ପହଞ୍ଚିଲେ, ଯିଏ ଜନ୍ମ କରିଛନ୍ତି ସେ ରୋଗଣା ହୁଅନ୍ତୁ ଯାହା ହୁଅନ୍ତୁ, ବାପ ମାଙ୍କର ହୃଦୟ ସ୍ୱତନ୍ତ୍ର। ସିଏ ଏ କଥାରେ ରାଜି ହେଇଲେନି। ସିଏ ତାଙ୍କ ମାଙ୍କୁ ପଚାରିଲେ, ତାଙ୍କ ମା ଥିଲେ ଯେତେବେଳେ, ତାଙ୍କ ଜନ୍ମିତ ମା ତାଙ୍କର ଗୋଟେ ଉପଦେଶ ଦେଲେ, ଗୁରୁ ଯାହା କହିବେ ସେଇ କଥାକୁ ଆମେ ମାନିବୁ, ଯିଏ ଯାହା କହିଲେ ବି ଆମେ ମାନିବୁ। ସେ ତ ଦୁନିଆରୁ ଚାଲିଗଲା, ଆଉ ଗୁରୁ ତେଣୁ ମୋତେ ଗୋଟେ ଫୋନରେ କି ଯେଉଁଥିରେ ଗୋଟେ ଯୋଗାଯୋଗ କଲେ,
ମୁଁ କହିଲି ନା, ସେ ଯାହା ହେଇଛି ସେଇଆ, ତାକୁ ସେ ଆଗପଟ ପଛପଟ ସେଗୁଡ଼ା କିଛି ନୁହଁ। ସେ ଦୁନିଆରୁ ଚାଲିଗଲା। ଗୁରୁଙ୍କ କଥାକୁ ମାନ। ଜଣେ 70 ବର୍ଷର ବୟସ୍କ କିମ୍ବା 80 ବର୍ଷର ଜଣେ ବୃଦ୍ଧା କହିପାରିଲେ, କିନ୍ତୁ ଗାଁରେ ଏତେ ବିଜ୍ଞ ସାଇନ୍ସ, ଆମେ ଏତେ ପାଠ ପଢ଼ିଛୁ, ଏତେ ସବୁ ଡକ୍ଟରେଟ୍ କରିଛୁ, କାହିଁ ଏଭଳି କୁସଂସ୍କାର ବିରୁଦ୍ଧରେ ସଂଗ୍ରାମ କରିବା କଥାଟା ଅନେକଙ୍କ ମୁହଁରେ ଆସୁନି। ଆଜି ବି ଆମର ଅମୁକ ମରିଗଲେ, ଆଜି ବି କିଏ ଜଣେ କହୁଥିଲେ ବର୍ଷକ ପର୍ଯ୍ୟନ୍ତ ଆଉ ମାନେ ଦେବ ମନ୍ଦିରକୁ ଯିବୁନି। ଏଭଳି ଅନ୍ଧବିଶ୍ୱାସକୁ ଆଜି ବି ଶିକ୍ଷିତ ଲୋକମାନେ ବିଶ୍ୱାସ କରୁଛନ୍ତି। ଆଜି ବି ବିଶ୍ୱାସ କରୁଛନ୍ତି, କରୁଛନ୍ତି ଆଉ ମାନେ 11 ଦିନ ପୁରୀ ଫୁରି କ'ଣ କରିବେ, ବ୍ରାହ୍ମଣ ଖାଇବେ, ଆଉ 12 ଦିନ ଗୋଟେ ମାଛ ଘାଣ୍ଟିଆ ହବ। ସତେ ଯେମିତି ପିତୃପିତା ଲୋକମାନେ ଅପେକ୍ଷା କରିଛନ୍ତି, ଇଏ ଆଉ ମାଛ ଘାଣ୍ଟିଆ ଖାଇନାହାନ୍ତି, 12 ଦିନ ମାଛ ଘାଣ୍ଟିଆ ହବ। ଗୋଟେ ଗାଁରେ ଏ ଲୋକକୁ ମାନେ ବୈକଟ କରିଦେଇଛନ୍ତି। ଆଜି ବି ଜାତିବାଦକୁ ନେଇ ଭାରତ ବର୍ଷରେ ଆଜି ବି ସଂଗ୍ରାମ ଚାଲିଛି। ଗୋଟିଏ କୂଅରୁ ଜଣେ ମାନେ ଅନ୍ୟ ଜାତିର ଲୋକ ସେ କ'ଣ ପାଣି ଆଣିଲା ବୋଲି ତା ପାଇଁ ମଧ୍ୟ ତୁମୁଳ କାଣ୍ଡ ଘଟିଲା। ଏଇ ଗୋଟେ କୁଦାନଗରୀ ବୋଲି ଗୋଟେ ଜାଗା ଅଛି, ସେ ଜାଗାରେ ଜଣେ ବାବାଜୀ ଥିଲେ, ତାଙ୍କ ନାଁ ସୁନାକର, ସେ ମୌଳିକ ସମ୍ପ୍ରଦାୟର ଜଣେ ବାବାଜୀ ତାଙ୍କ ପାଖରେ ଥିଲେ। ତାଙ୍କୁ ଶୋଷ କଲା ରାତିରେ, ସେ କୂଅରୁ ପାଣି ଆଣି ତାକୁ ପିଏ। ଏତିକି ଦୋଷ ପାଇଁ ସେତେବେଳେ ମୋତେ 18-19 ବର୍ଷ, ସିଏ ଆଉ ମୋତେ ଗୋଟେ ବାବାଜୀ ବୋଲି କାହିଁ ଚିନ୍ତା କରିବେ। ଆପଣଙ୍କ ଲୋକ କୂଅକୁ ମାରା କଲେ, ବର୍ତ୍ତମାନ ଆପଣ କୂଅକୁ ପ୍ରତିଷ୍ଠା କଲେ, ସେଇ ପାଣିରେ ପୁଣି ଶୁକ ପରୀକ୍ଷିତଙ୍କର ଶୁକଦେବଙ୍କର ଭୋଗ ହବ। ମୁଁ ହଉ ଠିକ୍ ଅଛି, କରିଦେବା। ଆଉ ତେବେ ପ୍ରତିଷ୍ଠା ମାନେ ବି କେହି ଜାଣିନାହାନ୍ତି ପାଣି କ'ଣ, ମାନେ ସବୁ ଖାଇକିରି ପାଣିରେ ହାତ ଧୁଅନ୍ତି, ପାଣି ଖାଇକିରି କେଉଁଠି ହାତ ଧୁଅନ୍ତି। ତେଣୁ ଏଇ ଅନ୍ଧବିଶ୍ୱାସର ଶିକାର ହେଇ ଆଜି ବି ତାମିଲନାଡୁର ଜଣେ ନେତା କହୁଛନ୍ତି, ବିଧାନସଭାରେ କହୁଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ କହୁଛନ୍ତି, ଆମେ ସନାତନ ଧର୍ମକୁ ବିତାଡ଼ିତ କରିବୁ। ତାଙ୍କ ପାଖକୁ ଚିଠିଟିଏ ଆଗରୁ ଦେଇଥିଲି, ଏବେ ପୁଣି ଦେଇଛି, କାଲି ପର୍ଯ୍ୟନ୍ତ ପହଞ୍ଚିବ। ସେ ଚିଠିରେ ମୁଁ ଏତିକି ଲେଖିଛି ଯେ ସନାତନ ଶବ୍ଦଟା ବୁଝିଲେନି କ'ଣ, ଆପଣ କାହାକୁ ବିତାଡ଼ିତ କରିବେ? ସନାତନ ଧର୍ମ କହିଲେ ସତ୍ୟ, ତାହେଲେ ସତ୍ୟକୁ ପୃଥିବୀରୁ ବିଦା କରିବେ। ନା କହିଲେ ନାମ, ତାହେଲେ ନାମକୁ ମାନେ ଯୋଉ ନାମ, ଆମ୍ବ, ପଣସ, କଦଳୀ, ଯାହା ହଉ, କି ଭଗବାନଙ୍କର ଯୋଉ ନାମ, କାହାକୁ ଆପଣ ବିତାଡ଼ିତ କରିବା ପାଇଁ କହୁଛନ୍ତି? ପ୍ରଥମେ ଆଗେ କହିବା ପୂର୍ବରୁ ଆପଣ ବୁଝନ୍ତୁ, ଇଏ ସନାତନ ଧର୍ମ ଉପରେ ଏତେ ରାଗ କ'ଣ? ଯୀଶୁଖ୍ରୀଷ୍ଟ କହିଥିଲେ ସର୍ଭିସ୍ ଟୁ ମ୍ୟାନକାଇଣ୍ଡ। ତେଣୁ ସେ କଥା କ'ଣ ଆମ ଗୀତାରେ ନାହିଁ? ଗୀତାରେ ଯାହା ଅଛି, ବାଇବେଲ, କୋରାନ, ସବୁଠି ଅଛି ସେଇ କଥା। ତାହେଲେ ସନାତନ ଧର୍ମ ଉପରେ ଏତେ ରାଗ କ'ଣ? ତେଣୁ ସଜ୍ଜନ, ଏଇ ଅନ୍ଧବିଶ୍ୱାସ କୁସଂସ୍କାର ଧର୍ମ ଭିତରକୁ ପଶି ଆସି ସବୁ ଧର୍ମ ଭିତରେ ଗଣ୍ଡଗୋଳ ଆଜି ଚାଲିଛି। ଆଜି ଧର୍ମକୁ ନେଇ ସାରା ପୃଥିବୀରେ ଆଜି ଗୋଟେ ଧ୍ୱଂସାସ୍ତ୍ର ମାନେ ଗର୍ଜନ କରୁଛି। ବର୍ତ୍ତମାନ ଅସହ୍ୟ ଗରମ, ତା ପାଇଁ କ'ଣ ଆପଣମାନେ କରୁଛନ୍ତି? ଏଟା ବହୁତ ମନ୍ଦିର ତ ତିଆରି ହେଉଛି, ମାନେ କୋଟି କୋଟି ଟଙ୍କାର ମନ୍ଦିର ତିଆରି କରୁଛ। ତେବେ ଏ ଉତ୍ତାପ କମିବା ପାଇଁ କେଉଁ ମନ୍ଦିରଟା ଆପଣ କରିବେ?
ଆପଣ ତ ବହୁ ହନୁମାନ ମନ୍ଦିର କରୁଛନ୍ତି, ହନୁମାନଙ୍କୁ କହୁନାହାନ୍ତି। ତେଣୁ ସଜ୍ଜନ ଏସବୁ କଥାରେ କିଛି ନାହିଁ। ଉତ୍ତାପ ନିଆଁକୁ କମାଏ ପାଣି। ଆଉ କିଏ କମେଇବ? ଆଉ ଗୋଟେ କିଏ ନା କୁହନ୍ତୁ? ହଁ, ତେଣୁ ଏଇଠି ଗୋଟିଏ ମୁଁ ପରାମର୍ଶ ଯାହା ଭାବିଥିଲି କହିଦେଉଛି। ସବୁ ଗ୍ରାମରେ ଆମର ବିଭିନ୍ନ ସ୍ଥାନରେ ଶିବଙ୍କର ମନ୍ଦିର ଅଛି। ତେଣୁ ପ୍ରତ୍ୟେକ ଆମର ଗ୍ରାମର ଯୁବକମାନେ ବା ଯେଉଁମାନେ ଚାହିଁବେ ନମ ଶିବାୟ ମନ୍ତ୍ରରେ ଏ ଉତ୍ତାପ କମିବା ପାଇଁ ଯେତିକି ଇଚ୍ଛା ହେବ ପାଣି ଟିକେ ଅର୍ପଣ କରନ୍ତୁ। ଶିବ ହେଉଛନ୍ତି ଆଶୁତୋଷ। ସିଏ ବହୁ ପୂଜାରେ ସନ୍ତୁଷ୍ଟ ରୁହନ୍ତି, ବହୁ ଅଳ୍ପରେ ସେ ସନ୍ତୁଷ୍ଟ। ତେଣୁ ଆଉ ଏଇ ଯେଉଁ ଶନିଙ୍କ ମନ୍ଦିରରେ ଯେଉଁମାନେ ପାଣି ଢାଳୁଛନ୍ତି, ଏଇଟା କେଉଁ ଶାସ୍ତ୍ରରେ ଲେଖା ହେଇଥିଲା ମୁଁ ଏପର୍ଯ୍ୟନ୍ତ ପାଇନି। ଶନିଙ୍କ ସହିତ ପାଣି ଢଳାର କ'ଣ ସମ୍ପର୍କ ମୁଁ ଜାଣିନି। ମୁଁ ଜାଣିଲେ ବି ତାକୁ ଗ୍ରହଣ କରିବିନି। ଶନିକି ଗ୍ରହଣ କରିବି। ଏଇଭଳି ଖାଲି ଗୁଡ଼ାଏ ଆଜି ପୃଥିବୀର ଏ ଯେଉଁ ପୃଥିବୀ ତଳୁ ବର୍ତ୍ତମାନ ଜଳ କମି ଯାଉଛି। ଟୁଏଲ୍ ଫୁଏଲ୍ ଯାହା ବସୁଛି ସେଥିରେ ପାଣି ବାହାରୁନି। ଆପଣ ଟିଭି ପରଦା ଦେଖୁଛନ୍ତି। କିନ୍ତୁ ଆମେ ଜଳକୁ ଏତେ ନଷ୍ଟ କରୁଛୁ, କେଉଁଠୁ କେଉଁ ପାଣି ଆଣି ଶନି ମନ୍ଦିରରେ ଢାଳୁଛୁ। କେବଳ ଶନିଶ୍ଚର ମହାଗ୍ରହାୟ ନମ ଏତିକି ସ୍ମରଣ କରି ତାଙ୍କୁ ପ୍ରାର୍ଥନା କଲେ ସେ ସନ୍ତୁଷ୍ଟ ହେବେ। ସେଇଭଳି ଶିବ ହେଉଛନ୍ତି ସେଇଭଳି ଏକ ଦେବତା ଯିଏ ପୁରାଣ ବର୍ଣ୍ଣନା କରିଛନ୍ତି ଯେ ବିଷପାନ କରି ଅମୃତ ଦେବତାମାନଙ୍କୁ ଦେଇଥିଲେ। ସେ ବିଷ ଜ୍ୱାଳାରୁ ରକ୍ଷା ପାଇବା ପାଇଁ ତାଙ୍କୁ ବେଲପତ୍ର ପ୍ରଦାନ କରାଯାଏ ଏବଂ ପାଣି ଢଳାଯାଏ। ତେଣୁ ପତ୍ରଂ ପୁଷ୍ପଂ ଫଲଂ ତୋୟମ୍ ଯୋ ମେ ଭକ୍ତି ଅବଦର୍ଶତି। ତେଣୁ ସେଇ ଶିବଙ୍କର ଦୟା ହଉ, ଏ ଉତ୍ତାପ କମୁ, କାଳ ବୈଶାଖୀ କମିଯାଉ। ତା ନହେଲେ ଆମେ ତ ଥଣ୍ଡା ଘରେ ବସିକିରି କ'ଣ ଅନୁଭବ କରିବୁ। କିନ୍ତୁ ଏମିତି ଲୋକ ଅଛନ୍ତି, ଆପଣମାନେ ଖାଲି ବୁଲି ଆସନ୍ତୁ ଗାଁ ଗଣ୍ଡାରେ, ସିଏ ଖାଲି ବିଞ୍ଚଣା ବୁଲଉଛନ୍ତି। ଏଇ କେତେ ବର୍ଷ ତଳେ ବିଞ୍ଚଣା ଦେଖୁଥିଲୁ, ଏବେ ବିଞ୍ଚଣା ନଥିଲା, ଏବେ ସବୁ ବିଞ୍ଚଣା ପୁଣି ବାହାରିଲାଣି। ତେଣୁ ସଜ୍ଜନ ଗଛ ଲଗାନ୍ତୁ, ଦେଶ ବଞ୍ଚାନ୍ତୁ ଏବଂ ଜଳ ସଂରକ୍ଷଣ କରନ୍ତୁ। ଜଳକୁ ଅଯଥାରେ ନଷ୍ଟ କରନ୍ତୁ ନାହିଁ। ଏତିକି କହି ମୋର କଥାକୁ ବିଶ୍ରାମ ଦେଉଛି। ଜୟ ଗୁରୁ, ଜୟ ଜଗନ୍ନାଥ। ନମ ଶିବାୟ, ନମ ଶିବାୟ।